स्पीकर यूट्यूब चैनल थी सुनुन दिन भर रो खबर पढ़ुछन हेमंत कुमार महापात्र। ଶ୍ରୀକ୍ଷେତ୍ର ପୁରୀ ନ ରଥଯାତ୍ରା ବେଲେ ଶରଧାବାଲି ନ ହେଇଥିବା ଦଳାଚକଟା ଘଟଣାର ଆଜ ପ୍ରଶାସନିକ ତଦନ୍ତ ମଉଲ ହେଇଛି। ତଦନ୍ତ ଦାୟିତ୍ୱ ପାଇଥିବା ଉନ୍ନୟନ କମିଶନର ଅନୁ ଗର୍ଗ ଆଜ ଶ୍ରୀଗୁଣ୍ଡିଚା ମନ୍ଦିର କେ ପहुଞ୍ଚି କରି ମୁଖ୍ୟ ପ୍ରଶାସକ ଆଉ ବରିଷ୍ଠ ଅଧିକାରୀ ମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। 30 ଦିନ ଭିତରେ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍। ସିଆଡେ ଘଟଣାକେ ନେଇକିରି ରାଜ୍ୟ ମାନବାଧିକାର କମିଶନ ପୁରୀ ଜିଲ୍ଲାପାଳ ଆଉ ଏସପିଙ୍କୁ ନୋଟିସ ଜାରି କରିକିରି ଜବାବ ତଲବ କରିଛନ୍। ଇତାର ସହିତ ଆହତମାନଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇ ଦେବାରକେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍। ବାହୁଡା ଯାତ୍ରା ତକ ଠିକ ଭାବେ ପରିଚାଳନା କରବାର ଦିଗେ ପଦକ୍ଷେପ ନେବାରକେ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍। ରେଳ ମନ୍ତ୍ରଣାଳୟ ତରଫୁ ଯାତ୍ରୀବାହୀ ଟ୍ରେନ ସେବାର ମୂଳ ଭଡ଼ା ବଢ଼ାଯାଇଛି। ଇ ବଢତି ଦାମ ଆଇବା କାଲିନୁ ଲାଗୁ ହେବା। ମନ୍ତ୍ରଣାଳୟର ସୂଚନା ଅନୁସାରେ 500 କିଲୋମିଟର ତକ ଯାତ୍ରୀବାହୀ ଟ୍ରେନର ସାଧାରଣ ଶ୍ରେଣୀର ଭଡ଼ା ନାଇଁ ବଢେ। ସେନ୍ତା 501 କିଲୋମିଟର ନୁ 1500 କିଲୋମିଟର ତକ ଭଡ଼ା 5 ଟଙ୍କା, 1501 କିଲୋମିଟର ନୁ 2500 କିଲୋମିଟର ତକ 10 ଟଙ୍କା ଆଉ 2501 କିଲୋମିଟର ନୁ 3000 କିଲୋମିଟର ତକ 15 ଟଙ୍କା ଭଡ଼ା ବଢ଼ାଯାଇଛି। ସ୍ଲିପର କ୍ଲାସ ଆଉ ଫାର୍ଷ୍ଟ କ୍ଲାସ ଲାଗି କିଲୋମିଟର ପିଛା 5 ପଇସା ବଢ଼ାଯାଇଥିବାର ବେଲେ ମେଲ ଆଉ ଏକ୍ସପ୍ରେସ ଟ୍ରେନ ଲାଗି କିଲୋମିଟର ପିଛା 1 ପଇସା ଲେଖା ବଢ଼ାଯାଇଛି। ବରଗଡ଼ ଜିଲ୍ଲା ଘେଁସର ଅଭିମନ୍ୟୁ ସାହିତ୍ୟ ସଂସଦ ଆଉ କୃଷ୍ଣା ବିକାଶ ତରଫୁ ବରଗଡ଼ ନ ହେଇଥିବା 2 ଦିନିଆ ହଳଧର ସୃଜନ ଆଉ ଦର୍ଶନ ବାବଦ ଆଲୋଚନା ଚକ୍ର ଉଦ୍ଯାପିତ ହେଇଯାଇଛି। ଆୟୋଜକ କମିଟିର ଅଧ୍ୟକ୍ଷ ଡି ମୁରଲୀକୃଷ୍ଣଙ୍କର ଅଧ୍ୟକ୍ଷତା ଆଉ ସାହିତ୍ୟ ସଂସଦର ସଭାପତି ସୁଶାନ୍ତ ମିଶ୍ରଙ୍କର ପରିଚାଳନାଥି ହେଇଥିବା ଉଦ୍ଯାପନୀ ଉତ୍ସବଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଗନୁ ବହୁଭାଷୀ ଶିକ୍ଷାର ଜାତୀୟ ଉପଦେଷ୍ଟା ମହେନ୍ଦ୍ର ମିଶ୍ରଙ୍କର ଅଧ୍ୟକ୍ଷତାଥି ହେଇଥିବା ଅଧିବେଶନଥି ପ୍ରଫେସର ଜୟଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟକାର ଅଶୋକ ବହିଦାର ଆଉ ଦିଲ୍ଲୀପ ଦେବତାଙ୍କର ସଂଯୋଜନାଥି ହେଇଥିବା ଏ ଅଧିବେଶନଥି ନାଗପୁର ବିଜ୍ଞାନ ଏକାଡେମୀର କେନ୍ଦ୍ର ମୁଖ୍ୟ ପୁନମ ମିଶ୍ର, ବରଗଡ଼ ପଞ୍ଚାୟତ କଲେଜର ପ୍ରାଧ୍ୟାପକ ଉମେଶ ମହାପାତ୍ର, ଉତ୍ତରାଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଦିବାକର ସାହୁ ପ୍ରମୁଖ ଭାଗ ନେଇକରି ହଳଧର କାବ୍ୟ ବିଭବର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେନ୍ତା ଡକ୍ଟର ସୁଭାଷ ମେହେରଙ୍କର ଅଧ୍ୟକ୍ଷତା
ଆଉ ଅଧ୍ୟାପିକା ସଂଘମିତ୍ରା ମିଶ୍ର ଆଉ ସାହିତ୍ୟିକ ରାଜମଣି ସାହୁଙ୍କର ସଂଯୋଜନାଥି ହେଇଥିବା ଅଧିବେଶନଥି ରାୟବରେଲୀର ବରିଷ୍ଠ ସାମ୍ବାଦିକ ଗୌରବ ଅଗସ୍ତି, ହଳଧର ସାହିତ୍ୟର ଇଂରାଜୀ ଅନୁବାଦକ ସୁରେନ୍ଦ୍ରନାଥ, ହରିୟାଣା ବିଶ୍ୱବିଦ୍ୟାଳୟର ପ୍ରଫେସର ବଳରାମ ପଣ୍ଡା ଆଲୋଚକ ଭାବେ ଯୋଗ ଦେଇଥିଲେ। ସେନ୍ତା ଆଇଆଇଏମ୍ର ସହକାରୀ ପ୍ରଫେସର ସୁଜିତ ପ୍ରୋସେଟଙ୍କର ପୌରୋହିତ୍ୟଥି ହେଇଥିବା ଅଧିବେଶନଥି ଭବାନୀପାଟଣା କଲେଜର ପ୍ରଫେସର ପରମେଶ୍ୱର ମୁଣ୍ଡ, ନର୍ଲା ନବୋଦୟ ବିଦ୍ୟାଳୟର ଶିକ୍ଷକ ଗତିକୃଷ୍ଣ ପଟେଲ, ଉତ୍ତରାଖଣ୍ଡ କେନ୍ଦ୍ରୀୟ ବିଦ୍ୟାଳୟର ଗବେଷକ ପି ଅଞ୍ଜଳି ପ୍ରମୁଖ ଯୋଗ ଦେଇକରି ହଳଧର ସାହିତ୍ୟ ଲୋକାଲନୁ ଗ୍ଲୋବାଲ ବାବଦେ ଆଲୋଚନା କରିଥିଲେ। ବରଗଡ଼ ଟ୍ରଷ୍ଟଫଣ୍ଡ କଲେଜର ଅଧ୍ୟକ୍ଷ ସରୋଜ ଦେବତା ଆଉ କବୟତ୍ରୀ ସଙ୍ଗୀତା ପଣ୍ଡା ଷଡଙ୍ଗୀ ଏହି ଅଧିବେଶନର ସଂଯୋଜନା କରିଥିଲେ। 18ଗଡ଼ କେଉଟ ସମାଜର ଗୋଟେ ବନ୍ଧୁ ମିଳନ ସମ୍ବଲପୁର ଜିଲ୍ଲାର ଜୟନ୍ତପୁର ହପ୍ରିଆବାହାଲ କଲ୍ୟାଣ ମଣ୍ଡପନ ହେଇଯାଇଛି। ରବିରତ୍ନ ଦେହୁରୀଙ୍କର ଅଧ୍ୟକ୍ଷତାଥି ହେଇଥିବା ଏହି ବନ୍ଧୁ ମିଳନଥି ବାହାମ ଖାପର ସଭାପତି ପ୍ରେମାନନ୍ଦ ପାଣ୍ଡେ ମୁଖ୍ୟ ଅତିଥି, ଅଲେଖ ଦେହୁରୀ ମୁଖ୍ୟ ବକ୍ତା ଆଉ ପ୍ରଶାନ୍ତ ବେହେରା ଆଉ ବରୁଣ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେନ୍ତା ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ଏଥି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଜୟନ୍ତପୁର ସଭାପତି ପ୍ରିୟତମ ବାଗ ମଞ୍ଚ ପରିଚାଳନା କରିଥିବାର ବେଳେ ନିରଞ୍ଜନ ପାଣ୍ଡେ, ମହେନ୍ଦ୍ର ବାଗ, ନନ୍ଦଲାଲ ବାଗ ଆଉ ଦଶରଥ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ ଦିନକିଆ ସାରସ୍ୱତ ଆସର ଆଉ କବିତା ପାଠୋତ୍ସବ ବୌଦ୍ଧ ଟାଉନ ହଲ ଠାନେ ହେଇଯାଇଛି। ଏକାଡେମୀ ସଭାପତି ଧ୍ରୁବଚରଣ ଘିବେଲାଙ୍କର ସଭାପତିତ୍ୱ ହେଇଥିବା କାର୍ଯ୍ୟକ୍ରମଥି ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି, ଅଧ୍ୟାପକ ପ୍ରତାପ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ରାଜ୍ୟର 30ଟା ଜିଲ୍ଲାନୁ ଆସିଥିବା କବି ଆଉ କବୟିତ୍ରୀମାନେ ଭିନ୍ନ ଭିନ୍ନ ବିଷୟ ଉପରେ କବିତା ପାଠ କରିଥିଲେ। ଆପଣମାନେ ଖବର ଶୁଣୁଛନ ସ୍ପିକାର ୟୁଟ୍ୟୁବ ଚ୍ୟାନେଲ ଥି। ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାନ ଆଜ ଜିଲ୍ଲାପାଳ ଆଉ ଏସପି ମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଫିସନ ଜିଲ୍ଲାପାଳ ଆଉ ଏସପି ଯୋଗ ଦେଇକରି 44ଟା ଅଭିଯୋଗନୁ 3ଟା ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରିଥିଲେ। ଅଭିଯୋଗ ଶୁଣାଣି ଉତ୍ତରୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ରେଢାଖୋଲ ଆଦର୍ଶ ବିଦ୍ୟାଳୟ ଆଉ ବଡବାହାଲ ହାଇସ୍କୁଲ କେ ଯାଇକରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଥିଲେ। ଇତାର ଛଡା ଜିଲ୍ଲାପାଳ କଲ୍ୟାଣ ମଣ୍ଡପ, ପ୍ରସାଦ ସେବନ ଘର, କଦଳୀଗଡ଼ ୱାଟର ଫିଲ୍ଟର ବିଲ୍ଡିଂ ଆଉ କନ୍ଧରା ଭୀମ ଭୋଇ ପ୍ରକଳ୍ପ ବୁଲିକରି କାମର ସମୀକ୍ଷା କରିଥିଲେ। ସେନ୍ତା ବରଗଡ଼ ଜିଲ୍ଲାର ଭଟଲି ପଞ୍ଚାୟତ ସମିତି ଅଫିସଥି ହେଇଥିବା ଅଭିଯୋଗ ଶୁଣାଣି ଶିବିରଥି 34ଟା ଅଭିଯୋଗର ଶୁଣାଣି ହେଇଥିଲା। ଏଥି ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଏସପି ପ୍ରହ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ, ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର ଆଉ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିବିରଥି 2ଟା ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଫିସନ ଯୁଗ୍ମ ଶୁଣାଣି ଶିବିର ହେଇଯାଇଛି। ଏଥି ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରହିତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ବିଡିଓ କାର୍ମୀ ଓରାମ, ତହସିଲଦାର ପୁଷ୍ପାଞ୍ଜଳି ମାଝୀ ପ୍ରମୁଖ 54ଟା ଅଭିଯୋଗର ଶୁଣାଣି କରିଥିଲେ। ଶିବିରଥି ଜଣେ ଦିବ୍ୟାଙ୍ଗକେ 5,000 ଟଙ୍କା ସହାୟତା ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ଅଫିସନ ହେଇଥିବା ଜନଶୁଣାଣି ଶିବିରଥି 29ଟା ଅଭିଯୋଗ ଆସିଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଠାନେ ହେଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଥି 24ଟା ଅଭିଯୋଗ ଭିତରୁ 4ଟା ଅଭିଯୋଗର ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ସେନ୍ତା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବରଗାଁ ପଞ୍ଚାୟତ ଅଫିସନ ଜିଲ୍ଲାପାଳ ଆଉ ଏସପିଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହେଇଯାଇଛି।
ଶିବିରଟି 22ଟା ଅଭିଯୋଗ ଆସିଥିଲା। ସେଥିର ଭିତରୁ 7ଟା ଅଭିଯୋଗର ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ ହେଇଯାଇଛି। ଏଥି ସରୋଜ ତଣ୍ଡକାର ସଭାପତି, ସୁବୋଧ ସାହୁ ଆଉ କୁନ୍ତୀ ନାୟକ ଉପସଭାପତି, ତପନ କରାଲି ସାଧାରଣ ସମ୍ପାଦକ, ବିଶ୍ୱଜିତ ଚୌଧୁରୀ ସହ ସମ୍ପାଦକ, ସୁରେଶ ସାହୁ ସାଂଗଠନିକ ସମ୍ପାଦକ, ଲିଙ୍କନ ନାୟକ କୋଷାଧ୍ୟକ୍ଷ, କୌଶଳ ଜୟପୁରିଆ ଅଡିଟର, ଲକ୍ଷ୍ମଣ ପ୍ରଧାନ ଆଉ ବିରଞ୍ଚି ପଟେଲ ମିଡିଆ କୋଅର୍ଡିନେଟର ଭାବେ ନିର୍ବାଚିତ ହେଇଛନ୍। ଏତାର ଛଡା 20 ଜଣଙ୍କୁ ଉପଦେଷ୍ଟା କମିଟିକେ ମନୋନୀତ କରାଯାଇଛି। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାଗ୍ୟବତୀ ମିଶ୍ରଙ୍କର ବିୟୋକ୍ତି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲନ ଗୋଟେ ଶୋକସଭା ହେଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ରାଧାଚରଣ ମେହେରଙ୍କର ଅଧ୍ୟକ୍ଷତାଥି ହେଇଥିବା ଇ ଶୋକସଭାଥି ମିତ୍ରଭାନୁ ମହାପାତ୍ର, ଦୋଳଗୋବିନ୍ଦ ସାହୁ, ଋଷିକେଶ ବଢେଇ, ଭଗୀରଥ ପ୍ରଧାନ, ଡକ୍ଟର ପ୍ରତିଭା ଦେବୀ, ବିହାରୀଲାଲ ମହାନ୍ତି, ପ୍ରସନ୍ନ ମହାପାତ୍ର, ରାମେଶ୍ୱର ପାଢୀ, ପ୍ରହ୍ଲାଦ ସାହୁ, ଶ୍ୟାମପ୍ରସାଦ ପଣ୍ଡା, ସିଭିଲ ନାୟକ, ସୁଷମା ଗୁରୁ, ରାଜେଶ୍ୱରୀ ଦାସ, ରେଣୁକା ପୂଜାରୀ, ଦିଲ୍ଲୀପ ପ୍ରଧାନ, ସାହେବ ଖମାରୀ ଆଉ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇକରି ତାଙ୍କର ସ୍ମୃତିଚାରଣ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଧୀନଥି ଥିବା ରାମପୁର ଫାଣ୍ଡି ଇଲାକାନ ରାସ୍ତାଥି ଯାଉଥିବା ଗୋଟେ ଟ୍ୟାଙ୍କର ଜଳି ଯାଇଛି। ଖବର ପାଇକରି ଫାଣ୍ଡି ଅଧିକାରୀ ସୁଦର୍ଶନ ବେହେରା ଝାରସୁଗୁଡ଼ା ଦମକଳ କେନ୍ଦ୍ର ଆଉ ଇପ୍ ଥର୍ମାଲ ଦମକଳ କେନ୍ଦ୍ରକେ ଖବର ଦେବାର୍ନୁ ସେମାନେ ଘଟଣା ଜାଗାକେ ପହଞ୍ଚିକରି ନିଆଁ ଲିଭାଇଥିଲେ। ଏଥିର ଲାଗି ରାସ୍ତାନ ଗାଡି ଚଳାଚଳ ବ୍ୟାହତ ହେଇଥିଲା। ଶିକ୍ଷା, ସରକାରୀ ଚାକିରି ଆଉ ରାଜନୀତି ଥି ଓବିସି ମାନଙ୍କୁ ଶତକଡ଼ା 27% ସଂରକ୍ଷଣ ଆଉ ଏସିବିସି ଙ୍କଠାନୁ ଅଲଗା ଭାବେ ଆରକ୍ଷଣ ଦାବି କରିକରି ଝାରସୁଗୁଡ଼ା ଜିଲ୍ଲା ଓବିସି ମଞ୍ଚ ତରଫୁ ଜିଲ୍ଲାପାଳଙ୍କର ଜରିଏ ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ଦାବିପତ୍ର ଦିଆଯାଇଛି। ଦାବିପତ୍ର ଦିଆଯିବାର ବେଲେ ଝାରସୁଗୁଡ଼ା ଜିଲ୍ଲା ଓବିସି ମଞ୍ଚ ସଭାପତି ବିରଞ୍ଚି ସାହୁ, ସମ୍ପାଦକ ଗୋପୀନାଥ ବେହେରା, ଉପସଭାପତି ସିରଜୁ ଖମାରୀ, ବେଲପାହାଡ଼ ମ୍ୟୁନିସିପାଲିଟିର ସଭାପତି ତେଜରାମ ପ୍ରଧାନ, ଉପଦେଷ୍ଟା ଚେତାନନ୍ଦ ପଟେଲ, ସନ୍ତୋଷ ସାହୁ, ଲଲାଟ ବିଶ୍ୱାଳ ଆଉ କାହ୍ନୁଚରଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଏଲ୍ଏନ୍ କଲେଜର ଅଧ୍ୟକ୍ଷା ଡକ୍ଟର ସ୍ନେହଲତା ମିଶ୍ର ଆଉ ପ୍ରାଧ୍ୟାପିକା ସୌଦାମଣି ପାଣ୍ଡେ ଚାକିରିନୁ ଅବସର ନେଇଥିବାର୍ନୁ କଲେଜ ତରଫୁ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାଧ୍ୟାପକ ତପନ କୁମାର ବାରିକଙ୍କର ଅଧ୍ୟକ୍ଷତା ଆଉ ପ୍ରାଧ୍ୟାପିକା ସ୍ୱର୍ଣ୍ଣମୟୀ ପୁରୋହିତଙ୍କର ସଂଯୋଜନାଥି ହେଇଥିବା ଇ ସମ୍ବର୍ଦ୍ଧନା ସଭାଥି କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଯୋଗ ଦେଇକରି ସେମାନଙ୍କର ଦୀର୍ଘ ସୁସ୍ଥ ଆଉ ନିରାମୟ ଜୀବନ କାମନା କରିଥିଲେ। ସେନ୍ତା କଲେଜର ପୂର୍ବତନ ଛାତ୍ର ସଂସଦ ତରଫୁ ବିଲ୍ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଧ୍ୟକ୍ଷାଙ୍କର ଅବସର ଉତ୍ତରୁ ପ୍ରାଧ୍ୟାପକ ଗୋବିନ୍ଦ ସାହୁ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍। ସମ୍ବଲପୁରର ଆଗୁଆ ସାଂସ୍କୃତିକ ଆଉ ସାହିତ୍ୟ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସମାଜ ତରଫୁ କେନ୍ଦ୍ର ଆଉ ରାଜ୍ୟର ଡବଲ ଇଞ୍ଜିନ ସରକାର ଆଉ ଡେରି ନାଇଁ କରିକରି ଯେତକି ଜଲ୍ଦି ହେବା ସମ୍ବଲପୁରନ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରବାରକେ ଦାବି କରାଯାଇଛି। ଅନୁଷ୍ଠାନର ସଭାପତି ଡକ୍ଟର ପରେଶ ଚନ୍ଦ୍ର ଦାନୀଙ୍କର ଅଧ୍ୟକ୍ଷତାଥି ହେଇଥିବା କାର୍ଯ୍ୟକାରୀ କମିଟି ବୈଠକଥି ରାଜ୍ୟ ସରକାର ଜଲ୍ଦି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଗୋଟେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରକେ ପଠାବାରକେ କୁହାଯାଇଛି। ଆଗର କେନ୍ଦ୍ର ଆଇନ ମନ୍ତ୍ରୀ ବୀରପ୍ପା ମୋଇଲି ପଶ୍ଚିମ ଓଡ଼ିଶାନ ଓଡ଼ିଶା ହାଇକୋର୍ଟ ବେଞ୍ଚର ଦାବି ଯଥାର୍ଥ ବୋଲି କହିବାର ସହିତ ଇଟା ସମ୍ବଲପୁରନ ପ୍ରତିଷ୍ଠା କରାଯିବା ବୋଲି କହିଥିଲେ। 1959 ମସିହାନୁ ଭିନ୍ନ ଭିନ୍ନ ସମୟାଥି ଲୋକମାନେ ଏଥିର ଲାଗି ଦାବି କରି ଆସୁଥିବାର୍ନୁ ଇ ଦିଗେ ରାଜ୍ୟ ଆଉ କେନ୍ଦ୍ର ସରକାର ପଦକ୍ଷେପ ନେବାରକେ ଅନୁଷ୍ଠାନ ତରଫୁ ଦାବି କରାଯାଇଛି। ଏ ବୈଠକ ଥି ଅରବିନ୍ଦ ମହାପାତ୍ର, ଅର୍ଜୁନ ରଞ୍ଜନ ପଣ୍ଡା, ସଞ୍ଜୟ କୁମାର ବାବୁ, ଅଖିଳ ରଞ୍ଜନ ପଟ୍ଟନାୟକ, ରାମାନୁଜ ପଣ୍ଡା, ବୋଧରାମ ଦାସ, ଅଶୋକ କୁମାର ମିଶ୍ର ଆଉ ଶିବନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଯୁଗ୍ମ ସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଦେଇଥିଲେ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ତୁରେକେଲା ଯିବାର ରାସ୍ତା ନୂଆ ବସ୍ ଷ୍ଟାଣ୍ଡ ପଛଆଡେ ଗୋଟିଏ କୁଆଁନୁ ଉଦ୍ଧାର କରାଯାଇଥିବା ଡୁମେର ଛୁଆ ଗାଁର କୁଞ୍ଜ ମାଝୀଙ୍କର ମଲାଦେହିକେ ନେଇକରି ଉତ୍ତେଜନା ଦେଖାଯାଇଛି। ମଲାଦେହି ଉଦ୍ଧାର ହେବାରୁ ତାଙ୍କର ପରିବାରର ଲୋକେ ଏଟା ହତ୍ୟା ଘଟଣା ଆଏ ବୋଲି ଅଭିଯୋଗ କରିକରି ଗାଁର ଆଉ ପରିବାର ଲୋକମାନେ ଥାନା ଘେରାଉ କରିଥିଲେ। पुलिस ए घटना थी 3 जन को गिरफ्त करिछे। कंटाबांजी विधायक लक्ष्मण बाग थाना के जाइकरी आंदोलनकारी मानकर संगे आलोचना करिकरी सरकार दोषी विरुद्ध आईन अनुसार कार्यानुष्ठान नेबे बोली कहिथिले। खबर इन शेष है। आपणकर इलाका थी होतिबा सभा समिति सांस्कृतिक कार्यक्रम बाबदे खबर प्रसारण लगी आमर व्हाट्सएप नंबर 9437348018 के लिखिकरी पठेई पारबे। संबलपुरी भाषा के बरकस करवार लगी आमर यूट्यूब चैनल के लाइक शेयर और सब्सक्राइब करवार के अनुरोध। आयबा काल खबर फिर सुनी पारबे राति 9 बजे। जोहार।